ଆସିବ ସୁଭଦ୍ରା ଯୋଜନା ଟଙ୍କା କରାଇବାକୁ ପଡିବ ଏହି କାମ ନଚେତ ଆପଣ ବି ସୁଭଦ୍ରା ଟଙ୍କା ପାଇବାରୁ ହେବେ ବଞ୍ଚିତ। ତେବେ ଆସନ୍ତା ମାର୍ଚ୍ଚ 8 ତାରିଖରେ ଆସିବ ସୁଭଦ୍ରାର ଚତୁର୍ଥ କିସ୍ତି। ଏହା ପୂର୍ବରୁ ଜାରି ହେଲା ଆଉ ଏକ ନୂଆ ସୂଚନା। ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇଥିବେ ତେବେ ଆପଣଙ୍କ ପାଇଁ ଆସୁଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଜାଣିବା ପୂର୍ବରୁ ଭିଡିଓକୁ ଲାଇକ୍ କରିବେ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଆପଣ ଜାଣିଛନ୍ତି ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ ଥାର୍ଡ ଇନଷ୍ଟଲମେଣ୍ଟ ଅର୍ଥାତ୍ 15,000 ମିଳିସାରିଛି। ଏବେ ବାକି ରହିଛି ଆସିବାକୁ ଚତୁର୍ଥ କିସ୍ତି ଅର୍ଥାତ୍ ଫୋର୍ଥ ଇନଷ୍ଟଲମେଣ୍ଟ। ହେଲେ ଏହି ମଧ୍ୟରେ ଏହା ବି ଜାଣିଥିବେ ବର୍ଷକୁ ଦୁଇଟି କିସ୍ତିରେ 5,500 10,000 ପୈଠ କରିଥାନ୍ତି ସରକାର। ତେବେ ଏବେ ରିସେଣ୍ଟଲି ସରକାର ମଧ୍ୟ ଟଙ୍କା ପୈଠ କରିଥିଲେ ନୂଆ ହିତାଧିକାରୀଙ୍କୁ, କିନ୍ତୁ ଯେଉଁମାନେ ପୁରୁଣା ହିତାଧିକାରୀ ସେମାନେ ଆଗାମୀ ମାର୍ଚ୍ଚ 8 ତାରିଖ ଅର୍ଥାତ୍ ମହିଳା ଦିବସ ଅବସରରେ ଟଙ୍କା ଦେଇଥାନ୍ତି ସରକାର ଆଉ ଏକ ରକ୍ଷାବନ୍ଧନ ଉପଲକ୍ଷେ। ତେବେ ଆସନ୍ତା ମାର୍ଚ୍ଚ 8 ତାରିଖ ମହିଳା ଦିବସ ପଡୁଥିବାରୁ ଏହି ଅବସରରେ ସରକାର ଦେବାକୁ ଯାଉଛନ୍ତି ଆଉ 5,000 ଚତୁର୍ଥ କିସ୍ତି ବାବଦରେ। ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କୁ ମଧ୍ୟ ଗୋଟିଏ କିସ୍ତି ମିଳିଥିବା ବେଳେ ଆଉ ଦୁଇଟି ମିଳିନଥିଲା। ଏମିତିକି ଦୁଇଟି କିସ୍ତି ମିଳିଥିବା ବେଳେ ଆଉ ଗୋଟିଏ କିସ୍ତି ପାଇବାରୁ ବଞ୍ଚିତ ହୋଇଥିଲେ। ତେବେ ସେହି ହିତାଧିକାରୀ ଜାଣି ରଖନ୍ତୁ ଆଗାମୀ ଆସିବାକୁ ଥିବା ମାର୍ଚ୍ଚ 8ରେ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଏକାବେଳେ ଦୁଇଟି କିସ୍ତି ଅର୍ଥାତ୍ 3ଟି କିସ୍ତିର ଟଙ୍କା ମଧ୍ୟ ଆସିପାରେ। ହେଲେ ଆପଣଙ୍କୁ କରାଇବାକୁ ପଡ଼ିବ ଏହି କାମ। ଏହା ସାଧାରଣତଃ ଜାଣି ରଖନ୍ତୁ ସରକାର ଡିବିଟି ଏନାବଲ ବ୍ୟାଙ୍କ ଆକାଉଣ୍ଟ ଥିବା ଖାତାକୁ ମଧ୍ୟ ଟଙ୍କା ପୈଠ କରିଥାନ୍ତି। ଅର୍ଥାତ୍ ଯଦି ଆପଣ ବି ଜଣେ ସୁଭଦ୍ରା ଯୋଜନାର ହିତାଧିକାରୀ ଆଉ ଟଙ୍କା ପାଇବା ପାଇଁ ଯୋଗ୍ୟ ତେବେ ଆପଣ ଏହା ଜାଣି ରଖନ୍ତୁ ପ୍ରଥମତଃ ଆପଣଙ୍କ ବ୍ୟାଙ୍କରେ ଇ-କେୱାଇସି କରାଇ ଦିଅନ୍ତୁ। ଏମିତିକି ଆପଣଙ୍କର ଆଧାର କାର୍ଡରେ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି କି ନାହିଁ ତାହା ମଧ୍ୟ ଚେକ୍ କରାଇ ଦିଅନ୍ତୁ। କାହିଁକିନା ସରକାର ଟଙ୍କା ପଠାଇଥାନ୍ତି ଆଧାର କାର୍ଡ ମାଧ୍ୟମରେ, ଯାହାକି ଡିବିଟି ଏନାବଲ ବ୍ୟାଙ୍କ ଆକାଉଣ୍ଟ ଥିବ ସେହି ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିଯାଇଥାଏ। ଯଦି ଆପଣଙ୍କର ଏ ଦୁଇଟି ହୋଇନଥିବ ସରକାର ଟଙ୍କା ପଠାଇଲେ ବି ଆପଣମାନଙ୍କ ଖାତାରେ ଏହି ଟଙ୍କା ଜମା ହୋଇନଥାଏ। ତେବେ ଯେଉଁମାନଙ୍କର ଏହା ସବୁ ସଠିକ୍ ଥିବ ସେମାନଙ୍କ ଖାତାରେ ଆଗାମୀ ଆସିବାକୁ ଥିବା ଚତୁର୍ଥ କିସ୍ତି ବାବଦର ଆଉ 5,000 ମିଳିଯିବ। ତା ଛଡ଼ା ଏହା ବି ଜାଣି ରଖନ୍ତୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ବି ସୂଚନା ଦେଇଥିଲେ ଯେଉଁ ହିତାଧିକାରୀ ବାକି ରହିଯାଇଛି ଟଙ୍କା ଅର୍ଥାତ୍ ଯେଉଁମାନେ ପାଇବା ପାଇଁ ଯୋଗ୍ୟ ସେମାନେ ଟଙ୍କା ପାଇନାହାନ୍ତି ତ ସେମାନଙ୍କୁ ଯାଞ୍ଚ କରାଯାଇ କ'ଣ ପାଇଁ ଯାଇନାହିଁ ତ ଏକାବେଳେ ଅଟକି ରହିଥିବା ସମସ୍ତ କିସ୍ତିର ଟଙ୍କା ସେମାନଙ୍କୁ ମଧ୍ୟ ହସ୍ତାନ୍ତର କରାଯିବ। ଅର୍ଥାତ୍ ସେମାନେ ମଧ୍ୟ ବାକି ରହିଥିବା ବଳକା ଟଙ୍କା ବି ସେମାନଙ୍କ ଖାତାରେ ଜମା କରିଦିଆଯିବ। ତେବେ ଯଦି ଆପଣ ବି ଭାବୁଥିବେ ଏହି ଟଙ୍କା ମିଳିବ କାହାକୁ ତେବେ ଏଥିପାଇଁ ଏହାର ଲିଷ୍ଟ ଦେଖିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ଯାହାକି ସୁଭଦ୍ରାରେ ଆଗାମୀ ଆସିବାକୁ ଯାଉଛି ମାର୍ଚ୍ଚ ମାସ 8 ତାରିଖରେ ଅର୍ଥାତ୍ ମହିଳା ଦିବସ ଅବସରରେ ଫୋର୍ଥ ଇନଷ୍ଟଲମେଣ୍ଟର ଆଉ 5,000 ଟଙ୍କା।